ପତ୍ନୀଙ୍କ ବଦଳରେ ମା'ଙ୍କ ନାମରେ କରନ୍ତୁ ଏହି ଏଫ୍‌ଡି, ଜାଣନ୍ତୁ କେତେ ମିଳିବ ରିଟର୍ଣ୍ଣ। ଅଧିକାଂଶ ଲୋକ ଫିକ୍ସଡ୍ ଡିପୋଜିଟ୍ ବା ଏଫ୍‌ଡିରେ ବିନିଯୋଗ କରିବା ପାଇଁ ପସନ୍ଦ କରନ୍ତି, କାରଣ ସେମାନେ ଫିକ୍ସ ରିଟର୍ଣ୍ଣ ପାଆନ୍ତି ଓ ଆପଣଙ୍କର ବିନିଯୋଗ ପରିମାଣ ସୁରକ୍ଷିତ ରହିଥାଏ। କିନ୍ତୁ ଯଦି ଆପଣ ଫିକ୍ସ ଡିପୋଜିଟ୍ ଉପରେ ଅଧିକ ଇଣ୍ଟରେଷ୍ଟ ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମଧ୍ୟ ଏକ ଉପାୟ ଅଛି। ପ୍ରାୟତଃ ଲୋକମାନେ ଟ୍ୟାକ୍ସ ସଞ୍ଚୟ କରିବାକୁ ନିଜ ପତ୍ନୀଙ୍କ ନାମରେ ଏଫ୍‌ଡି କରନ୍ତି। ଯଦି ଆପଣ ଏଫ୍‌ଡିରେ ସର୍ବାଧିକ ରିଟର୍ଣ୍ଣ ଏଫ୍‌ଡି ଇନଭେଷ୍ଟମେଣ୍ଟ ପାଇବାକୁ ଚାହାନ୍ତି, ତେବେ ଆପଣଙ୍କ ପତ୍ନୀଙ୍କ ବଦଳରେ ଆପଣଙ୍କ ମା'ଙ୍କ ନାମ ସ୍ଥିର ଜମା ନିବେଶ କରିବା ଏକ ଉତ୍ତମ ଉପାୟ ହୋଇପାରେ। ଆପଣଙ୍କ ପତ୍ନୀଙ୍କ ନାମରେ ଏଫ୍‌ଡି କଲେ ଆପଣ ନିଶ୍ଚିତ ଭାବରେ ଟ୍ୟାକ୍ସ ସଞ୍ଚୟ କରିପାରିବେ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଆପଣଙ୍କର ଯେତେ ସୁଧ ପାଇବେ, ନିଜ ନାମରେ କଲେ ମଧ୍ୟ ସେତିକି ସୁଧ ମିଳିବ। କିନ୍ତୁ ଯଦି ଆପଣ ଆପଣଙ୍କ ମା' ନାମରେ ଏଫ୍‌ଡି କରାନ୍ତି, ତେବେ ଏହାର ଉପରେ ଅଧିକ ସୁଧ ମିଳିବ। କିନ୍ତୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣଙ୍କର ମା' ବୟସ 60 ବର୍ଷ କିମ୍ବା ତା'ଠାରୁ ଅଧିକ, ଅର୍ଥାତ୍ ସେ ଜଣେ ବରିଷ୍ଠ ନାଗରିକ, ତେବେ କେବଳ ତାଙ୍କର ନାମରେ ଏଫ୍‌ଡି କରି ଆପଣ 0.50% ଅଧିକ ରିଟର୍ଣ୍ଣ ଲାଭ ପାଇପାରିବେ। ଯଦି ଆପଣଙ୍କର ମା'ର ବୟସ 80 କିମ୍ବା ତା'ଠାରୁ ଅଧିକ, ଅର୍ଥାତ୍ ସେ ଜଣେ ସିନିୟର ନାଗରିକ, ତେବେ ଆପଣ 0.75% ରୁ 0.80% ଅଧିକ ସୁଧ ପାଇପାରିବେ। ଅଧିକ ରିଟର୍ଣ୍ଣ ପାଇଁ ଆପଣ ଆପଣଙ୍କ ମା' କିମ୍ବା ପିତାଙ୍କ ନାମରେ ଏଫ୍‌ଡି କରିପାରିବେ। ବାସ୍ତବରେ ବରିଷ୍ଠ ନାଗରିକମାନେ ଏଫ୍‌ଡିରେ ଅଧିକ ରିଟର୍ଣ୍ଣ ପାଆନ୍ତି। ଏଫ୍‌ଡିଏସ୍‌ରୁ ଆୟ ଉପରେ ଟିଡିଏସ୍ ଟ୍ୟାକ୍ସ ଡିସ୍କାଉଣ୍ଟ କଟାଯାଇଥାଏ। ଯଦି ଆର୍ଥିକ ବର୍ଷରେ ଏଫ୍‌ଡିରୁ ପ୍ରାପ୍ତ ସୁଧ 40,000ରୁ ଅଧିକ, ତେବେ ଆପଣଙ୍କ 10% ଟିଡିଏସ୍ ଦେବାକୁ ପଡ଼ିବ। କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ହେଉଛି 50,000 ଟଙ୍କା। ଯଦି ଆପଣ ଆପଣଙ୍କ ନାମରେ ଏଫ୍‌ଡିରେ ବିନିଯୋଗ କରନ୍ତି, ତାହେଲେ ଏଥିରୁ ଆପଣଙ୍କ ଆୟର ଯୋଡ଼ା ହୋଇଥାଏ। ଏହାର ଅର୍ଥାତ୍ ଏପରି ପରିସ୍ଥିତିରେ ଆପଣଙ୍କର ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ତେଣୁ ଯଦି ଆପଣ ଆପଣଙ୍କ ମା'ଙ୍କ ନାମରେ ଏଫ୍‌ଡି କରାନ୍ତି, ଆପଣ କେବଳ ଅଧିକ ରିଟର୍ଣ୍ଣ ପାଇବେ ନାହିଁ, ବରଂ ଏହା ଉପରେ ଟ୍ୟାକ୍ସ ମଧ୍ୟ ସଞ୍ଚୟ କରିପାରିବେ। ଯଦି ଆପଣଙ୍କ ମା' ଜଣେ ବରିଷ୍ଠ ନାଗରିକ, ତାଙ୍କର କୌଣସି ଆୟ ନାହିଁ, ତେବେ ଆପଣ ତାଙ୍କ ନାମରେ ଏକ ଏଫ୍‌ଡି କରି ସୁବିଧା ପାଇପାରିବେ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଗୋଟେ ଲାଇକ୍, କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।